ଚାରିଧାମ ବିଷୟରେ କିଛି କଥା ହେଇପାରିବା? ହଁ ଚାରିଧାମ ବିଷୟରେ କଥା ତ ଏଇ କନସେପ୍ଟ ଟା କୋଉ କନସେପ୍ଟ ମାନେ କଣ କନସେପ୍ଟ ନେଇକି ଚାରିଧାମ ବିଷୟରେ ହାଲକା କିଛି ଗୁଲା ଭାଇ ଜାଣିଛନ୍ତି ସିଏ ବସିଥିଲେ ଷ୍ଟୋରୀରେ। ଓକେ ମୋର ତ କ୍ୟାରେକ୍ଟର କରିବାର ଅଛି, ମୁଁ କ୍ୟାରେକ୍ଟର କଲି, ମତେ ଯେତିକି ସିନ୍ ଦେଇଥିଲେ ସେତିକି ସିନ୍ ମୋର 100% ଦେଇଛି। ଓକେ ବାକି ରହିଲା ମୁଁ ଯେତିକି ଜାଣିଛି କି ଧାର୍ମିକ ଫିଲ୍ମ ଉପରେ ଆଉ, ମାନେ ଚାରିଟା ଧାମକୁ ନେଇକି ଆଉ। ମୋ ପାଇଁ ଗୋଟେ ଭାଗ୍ୟ କି ମୁଁ ଅନୁଭବ ଭାଇଙ୍କର ଯେତେବେଳେ ଫିଲ୍ମ ଫାର୍ଷ୍ଟ ଟାଇମ ଅନୁଭବ ଭାଇଙ୍କ ସହିତ ଫାର୍ଷ୍ଟ ଟାଇମ ଫିଲ୍ମ। ଓକେ ଆଉ ଗୋଟେ ଜିନିଷ ହଉଛି ମୁଁ ଯେତେବେଳେ ସ୍କୁଲରେ ପଢୁଥିଲି 10th ରେ, ସେତେବେଳେ ଫିଲ୍ମ ରିଲିଜ ହେଇଥିଲା ସାଥୀ ଚିରିଦେଲେ ତୁ। ତା ପୂର୍ବରୁ ଦେଖିଥିଲି ପ୍ରଥମ ପ୍ରେମ, ଆଇ ଲଭ୍ ୟୁ, ସାଥିରେ କାମ ଅର୍ଜୁନ। ସେ ଫିଲ୍ମ ଦେଖିଲେ ଅର୍ଜୁନ ତ ମୁଁ ମତେ 50-60 ଥର ଦେଖିଛି, ମାନେ ଏତେ ଥର ଦେଖିଲା। ଏବେ ବି ଦେଖିବାକୁ କହିଲେ ଦେଖିବି, ମାନେ ସେତେବେଳେ ଅନୁଭବ କେମିତି ଦେଖାଉଥିଲେ ତାଙ୍କ ସହିତ, ମାନେ ତାଙ୍କ ଫିଲ୍ମ ଦେଖୁଥିଲି, ବର୍ତ୍ତମାନ ତାଙ୍କ ସହିତ ଫିଲ୍ମ କରୁଛି। ମୋ ପାଇଁ ଗୋଟେ ବଡ ବଡ କଥା ବଡ କଥା। ତ ଯେତେବେଳେ ପାଖରୁ ଦେଖିଲେ କଣ ଭାବିଲେ, କେମିତି ଲାଗିଲା? ଭାଇ ବଢିଆ ଲୋକ ସିଏ। ଆରେ କାଳିଆ ସୁଟ ଭଲ ଅଛ, ଆରେ ଖାଇଲଣି, ଆରେ ଅଣୁ ଭାଇ କେୟାରିଂ ଭାଇ। ଖାଲି ମତେ ନୁହଁ, ସମସ୍ତେ ଟୋଟାଲ ଫିଲ୍ମରେ ଯେତିକି ବି ଗୋଟେ ସ୍ପଟ ୱେଠୁ ନେଇକି ଗୋଟେ ଆର୍ଟ ୱେ, ସମସ୍ତଙ୍କ ପ୍ରତି ମାନେ ଭଲ ପାଇବା ତାଙ୍କର। ମାନେ ଆମର ଗୋଟେ ସୁଟିଂ ଚାଲିଥିଲା, ଗୋଟେ ସିନେ ପଇସା ଦବାର ଅଛି, ମତେ 15,000 ଟଙ୍କା ଦବାର ଅଛି ଅନୁଭବ ଭାଇକି। ତ 15,000 ଦେଲି, ସୁଟିଂ ମାନେ ସେ ଇଏ ହେଲା, ସେ 15,000 ଟଙ୍କା ଆଉ ପ୍ରଡକ୍ସନ କୁ ଗଲାଣି, ପଳେଇଲା କୋଉଠିକି, ମାନେ ତାଙ୍କ ଯୋଉ ଟେକ୍ନିକାଲ ପିଲା ଯୋଉ ଅଛନ୍ତି ଲାଇଟିଂ ଫାଇଟିଂ ପାଇଁ, ସେମାନଙ୍କୁ ଦେଇଦେଲେ 15,000 ଟଙ୍କା ଭାଇ ଖର୍ଚ୍ଚ କରିବେ। ମାନେ ଭାଇ କହିଲେ କି ମୁଁ ଯୋଉ ବି ସୁଟିଂ ରେ ପଇସା ସିନ୍ ରହେ, ସେ ପଇସା ଆଉ ପ୍ରଡ୍ୟୁସର ହାତକୁ ଯାଏନି, ସେଟା ଟୋଟାଲ ସେଇଠି ହେଇଯାଏ। ତ ଭାଇଙ୍କର ଗୋଟେ ନେଚର ବଢିଆ, ଅନୁଭବ ଭାଇଙ୍କର ବଢିଆ ଲୋକ।